हेलो गाइस, जय जगन्नाथ। वेलकम टू माय यूट्यूब चैनल मिथुन कुमार ब्लॉग्स। तो पुनः आपको नवा भिडियो स्वागत। तो भाई ଆଉ କେମିତି ଅଛନ୍ତି? ଜୟ ଶ୍ରୀ ଜଗନ୍ନାଥ। ଆଶା କରୁଛି ଭଲ ଥିବେ। ତ ଭାଇ କ୍ୟାମେରା କ୍ୱାଲିଟି ଉପରେ ଟିକେ ନଜର ଦିଅନ୍ତୁ ନାହିଁ। ମୁଁ କ'ଣ କହୁଛି ସେଇଟା ଶୁଣନ୍ତୁ। କିନ୍ତୁ ଦିନେ ବେଳେବେଳେ କ'ଣ ହୋଇଥାଏ ନା, ଦେଖିବା ଅପେକ୍ଷା ଶୁଣିବାଟା ବହୁତ ମାୟନେ ରଖିଥାଏ। ଶୁଣନ୍ତୁ, କିଛି ଜାଣନ୍ତୁ। ଆଉ ଭିଡ଼ିଓକୁ ଆସିଛନ୍ତି ଯଦି ଲାଇକ୍ଟା କରନ୍ତୁ, ସାନ ଭାଇଟା ଭାଇକି ଭାବିକି ଆସିଛନ୍ତି ଯେହେତୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ ପଛରେ କରିବେ ଭଲ ଲାଗିଲେ ଭିଡ଼ିଓ। ମୁଁ ବାଧ୍ୟତା ଉପରେ। ତ ଭାଇ ପୂର୍ବ ଭିଡ଼ିଓରେ ମୁଁ ବତେଇଥିଲି କି ଆପଣ ଯେଉଁ ଡିପ୍ରେସନରେ ରହୁଛନ୍ତି ଆଉ ଘର ଛାଡ଼ି ପଳାଇছে ଡିପ୍ରେସନରେ ରହିକି ଯେଉଁ ସବୁ ଆକ୍ସନ୍ ନେଇଯାଉଛନ୍ତି, ଏଇଟା କରିଦେବି ସେଇଟା କରିଦେବି ଭାଇ, ତାପରେ ମୁଁ ବତେଇଥିଲି ଭିଡ଼ିଓରେ ଡିପ୍ରେସନ୍ ବାଏ ବାଏ ଟୁ ଲାଇଫ୍ ଚେଞ୍ଜ କରିଦେବି। ଲାଇଫ୍ ଚେଞ୍ଜ ହବ କରିବା ପାଇଁ କ'ଣ କରିବ? ମୁଁ କଳ୍ପନା କରିଛି ସାଙ୍ଗ ପିଲାମାନେ ମିଶିବା ଇଏ ସିଏ। ପ୍ରଥମ ଷ୍ଟେପ୍ ହେଉଛି ତମେ ଆଜି ଗୋଟେ ଭାଇ କଲେଜରେ ତ ପାଠ ପଢ଼ିଛ, ତମେ ପ୍ରଥମ ପଢ଼ିଛ ନା ପଢ଼ିନ? ପଢ଼ିଛ। ପ୍ରଥମରୁ ତମେ ଦଶମକୁ ଯାଇଛ, ଦଶମରୁ କଲେଜ ଆସୁଛ। ନା କି ତମେ ଦଶମରୁ କଲେଜ ଆସୁଛ, କଲେଜ ପଢ଼ିଛ କି ଦଶମ ପଢ଼ିଛ। ତମେ ପ୍ରଥମ ପଢ଼ିଛ, ସେମିତି ତମେ ପ୍ରଥମ ପଢ଼ିଛ ମାନେ ତମେ ଏକରୁ ଉଠିଛ। ସେମିତି ଗୋଟେ ୟୁଟ୍ୟୁବର ଗୋଟେ ମଣିଷ ଯେତେବେଳେ ଶୂନରୁ ହିଁ ଷ୍ଟାର୍ଟ କରିଥାଏ ଆଉ ଶହେରେ, ସେଥିପାଇଁ ଜୀବନରେ କେବେ ବି ନିଜକୁ ଲୁଜର ଭାବିବନି, କାରଣ ତମଠୁ ବଡ଼ ବଡ଼ ଖତ ଦୁନିଆରେ ପଡ଼ିଛନ୍ତି। କିନ୍ତୁ ମୁଁ ତମକୁ ଖତ କହୁନି, ତମେ ଜୀବନରେ କିଛି କରିପାରିବ। ଭଗବାନ ତମକୁ ଚାନ୍ସ ଦେଇସିନି ଅବିକା, ତମେ ସେଟା ପ୍ରୁଫ୍ ଦେଖେଇ ପାରିବ। ୟାର ଆମକୁ ଚାନ୍ସ ଦେଇଛ ତ ଦେଇଛ, ଆମେ ଏଥରକ ତମ ଚାନ୍ସକୁ ପୁରା सही तरीके से यूटिलाइज करिबु। यस, आई फाउंड इट। कैमरा क्वालिटी मैं प्रथम जो कहूँ, कैमरा क्वालिटी केवे भी देखते तुम कौन कौन से माइंड रखु, तापर तुम लाइफस्टाइल केमी चेंज हो कहबी ब्लॉगर्स। तो प्रथम तो निजर माइंडसेट को चेंज कर। माइंडसेट चेंज हेले जीवन में किसी कर एक्चुअली मु गोटे ब्लॉगर, मो माइंडसेट को चेंज कर आज एत वीडियो कर बन पार्टी। मोर भी मुंडे एति चिंता, मुझे मुंड टेंशन कहि तो भाई शुणव तो शुण भाई। प्रथम तो मो बापा जन ड्राइवर, छोट घर लोक, पूरा मिडिल क्लास तल। फास्ट तो मो बो जी ना से डेथ के जानछ ना, सी 4-5 वर्ष डेथ हेले। मोर गोटे मो बो मरीगला, कांदिनी भाई, कांदिनी। जीवन गोटे बड़ दुख मुझे पाई, मो बो मरीगला, कांदिनी। वर्षे पाखापाखि होती मो भाई निजर नथिला घर मो भाई, किंतु सपोर्ट मो बापा को मत बहुत कर तार भी डेथ होगला, सी भी आम गोटे दूर छाड़ी कला। मो बापा आमको पोषापी से खटा को ड्राइवर लोक से जेहतु बाहर को जी घर आम जोड़े पिला छुआ, मोर गोटे भौणी पिला, केमी खाइबे चल बोले नुआ बो सावत बो भाई। सावत को आप जानते सावत बो तो भाई जेम सेमती से बो मोर भल कहले सब भल निजे छाड़ से कथा। आइला मो बापा देह, बापा देह खराब है, डायबिटीज हाई स्टेज पूरा स्लो भाई, पूरा बाबा देह पूरा खराब रोचे। गोटे गोड़े देखा सी गोटे इनफेक्शन पैदा करुच्ची, अधिक एफेक्टेबल करुच्ची। तो
ଭାଇ କରିବି କ'ଣ ଭାଇ, ବାପାଙ୍କ ଏମିତି ଦେହ ଖରାପ, ଘର ପରିସ୍ଥିତି ଛୋଟ ଝିଅଟେ ହେଇଗଲା ସେମିତି ଏମିତି ଆଫୋର୍ଡେବଲ୍ କରିପାରୁନି କି ସହିପାରୁନି, କ'ଣ କରିବି। ପଇସା ପତ୍ର ସବୁବେଳେ ମୋର ଗୋଟେ କଲେଜ ଫିସ୍ ଅଛି, ମୋ କଲେଜର ଅନର୍ସ ସେ ନେଉଛନ୍ତି, ସେ ଫିସ୍ ହେଉଛି 25,000 ଟଙ୍କା। 25,000ରୁ ମୁଁ 5,000 ଦେଇଦେଇଛି କଷ୍ଟମର୍ଟିକି, ଆହୁରି 20,000 ପାଇ ବାପାଙ୍କର ଦେହ ଖରାପ କହୁଛନ୍ତି କ'ଣ ଟଙ୍କାଟେ ପଇସା ନାହିଁ ପାଖରେ, 20,000 ଟଙ୍କା ମୋତେ କେଉଁଠୁ ଆଣି ଦେବି ଧନ, କ'ଣ କରିବି। ପାଠ ପଢ଼ିବାକୁ ମନା କରୁଛନ୍ତି ଭାଇ, କ'ଣ କରିବି ଭାଇ। ଯଦି ଆପଣ ଭିଡ଼ିଓ ଦେଖୁଛନ୍ତି ଏଇ ଚ୍ୟାନେଲ୍ରେ ବେଶୀ ପାଇଁ 10 ଟଙ୍କା 20 ଟଙ୍କା ଟିକେ ଛାଡ଼ନ୍ତୁ, ଲୋକଟା ଗରିବଟାର ଇଏ 20,000 ଟଙ୍କା ଦରକାର, କିନ୍ତୁ ଭାଇ ମୋର ତ ଟଙ୍କାଟେ ଦରକାର ନାହିଁ। ତ କିଛି ନାହିଁ, ମୋ ପରିଶ୍ରମ ଦିନେ ରଙ୍ଗ ଲାଗିବ, ମୁଁ ପରିଶ୍ରମ କରିବି ଭାଇ। ସରି, ତ ଏମିତି ମୋ ଜର୍ଣ୍ଣି। ତାପରେ ମୁଁ ଏବେ ପାଠ ପଢ଼ୁଛି, କାରଣ ଜୀବନରେ ପାଠ କିଛି କରିପାରିବ। ତାପରେ ଆସିଲା ଡିପ୍ରେସନ୍, ଭଲ ପାଇବା। ମୁଁ କେବେ ଭାଇ କାହାକୁ ଭଲ ପାଇବିନି, କାରଣ ଜୀବନରେ ଭଲ ପାଇବାକୁ ମୁଁ ଦେଖି ଆସିଲେଣି ମୋ ସାଙ୍ଗସାଥି ଭଲ ପାଉଛନ୍ତି, anybody, everything okay, but also and never ସମସ୍ତେ ବୋଲି ମୁଁ ବାହାରେ, ତାଙ୍କ ଭଳିଆ ମୁଁ ହେଇପାରିବିନି କି ସିଏ ମୋ ଭଳିଆ ହେବା ଦରକାର ନାହିଁ। ଶୁଣ, କାଲି ଯେଉଁ ନାରୀ ବାହାରିଲେଣି ଭାଇ, ସେ ମୁଣ୍ଡ ଖରାପ ନାରୀ, ତାଙ୍କର ଆଗରେ 1000 ପଛରେ 1,000। ଆଜିଙ୍କ ନାରୀ ପାଖରେ ମୁଁ ତ ଭାଇ ମୁଣ୍ଡ ଟେକି ଦେଉଛି, କଲେଜ ଯାଉଛି ଭାଇ, ଆଉଛି କଲେଜ। ମୋର ଗୋଟେ କଥା ଶୁଣି ରଖନ୍ତୁ, ଭାଇମାନେ ଯେମିତି ମୋ ଭାଇମାନେ ଷ୍ଟାଇଲ୍ ହେଇକି ଯାଉଛନ୍ତି କି ସେ ନାରୀ ତମକୁ ଦେବେନି ସ୍ୱର୍ଗରୁ କରିପାରିବ, ସେଇ ହିସାବରେ ଏମିତି ଦେବେ କିଳା ଫାଟିଯିବ ତମ ଗରମ କିଳା। ଟିକେ ଭାଇ ଦେଖିକି, ମୁଁ ଛୋଟ ଭାଇଟେ କହୁଛି ତ ଦେଖିକି, କାରଣ ପାଠ ପଢ଼ି ପକାଉଥିବ ତମ ବାପା ମାଆ ତମର ବାହାଘର କରିବେ ଭାଇ, ତମେ ହବନି, ତମ ବାପା ମାଆ ତମର ଭବିଷ୍ୟ ସାଙ୍ଗରେ ବାହାଘର କରିବେ, କର୍ଣ୍ଣ ହେଇକି ଯଦି କର୍ଣ୍ଣ ହେଇଯିବ, ସେ କର୍ଣ୍ଣରେ ହାଁ ଦେବେ, ତମେ ଅନେଇକି ଥାଅ। ସେ ଡାଇଲଗ୍ଟା ନଥିଲା, ସେମିତି ହେଇଯିବ ହେଲା। ସରି, କ'ଣ କହୁଥିଲେ? ତ ସେଥିପାଇଁ ଫୋକସ୍ କର, ଭଲ ମାଇଣ୍ଡ ରଖ, ପାଠ ପଢ଼, ଆଉ ବାପା ମାଆଙ୍କର କିଛି ନାଁ ରଖିବାର ଚେଷ୍ଟା କର, ଆଉ ନିଜ ଦେଶ ପାଇଁ କିଛି କରିବାକୁ ଚେଷ୍ଟା କର। ଏମିତି ଟୋକିବ କି ଲଫଡ଼ାରେ କହିଲେ ମାଇଣ୍ଡ ଡିପ୍ରେସନ୍ ଯିବ, ଆଉ କ'ଣ ହେବ, ମାଇଣ୍ଡ ଡିପ୍ରେସନ୍ ତ ହେବ, ତା ସହିତ ତୁମେ ଜିମ୍ ରହିବ ସେଟା ମୁଁ ବୁଝୁଛି ଭାଇ, ନହେଲେ ଆଜି କ'ଣ ପ୍ରେମ ସଫଳ ହେଲାଣି କି ନାହିଁ, ପ୍ରେମ ସଫଳ ହେବ। ଆଉ ଯେଉଁ ଭାଇମାନେ ଆମର କ୍ରୋମରାଜକୁ ଯାଉଛ, କ'ଣ ପାଇଁ ଯାଉଛ ଭାଇମାନେ? କ୍ରୋମରାଜ ସହିତ ଯାଉନି ଭାଇ, କ୍ରୋମରାଜର ଭଲ ନୁହଁ, ଏ ଜିମ୍ ଫିମ୍ ଯାଅ, ତମେ କ'ଣ ମଣିଷ ନୁହଁ, ଟୋକା ଗୁଡ଼ା କ'ଣ ହିଁ ଦେଉଛ? ଜିମ୍ ଫିମ୍ ଯାଅ, ବଡ଼ି ବନାଅ, ତାପରେ ଟୋକି ତମ ପଛରେ ପଡ଼ିବେ ଭାଇ, ତମକୁ ଟୋକିବାରେ ପଡ଼ୁଛ ମାଇଛି ଏଗୁଡ଼ା, ତମେ ବ୍ୟାଗ୍, ମୋର ବି ବଡ଼ି ହେଲାଣି ଦେଖାଉଥିବ, ଟିକେ କସରତ କରୁଛି ଘରେ, ଜିମ୍ ଯାଇପାରୁନି, କାଟ ନାହିଁ ଭାଇ, ଭଲ ନାହିଁ, ଘରେ କସରତ କରିଦେଉଛି। ସପୋର୍ଟ କର ଭାଇ, ମାନେ ଲାଇକ୍ ସେୟାର ସବସ୍କ୍ରାଇବ୍ କମେଣ୍ଟ କର। ଜୟ ଶ୍ରୀ ଜଗନ୍ନାଥ ରହୁଛି, ଭିଡ଼ିଓ ଭଲ ଲାଗିଥିବ। ଗୋଟେ କଥା ଲାଷ୍ଟ ଶେଷ ପର୍ଯ୍ୟନ୍ତ କହିଦେଇକି ଯାଉଛି, ଏ ନାରୀ ବାୟା ହୋଇନି, ସେଥିପାଇଁ ରୋଜଗାର ଘରକୁ ଚାଲ, ଏପରି କାମ କରନି ଯିଏକି ବାପା ମାଆ ତମକୁ ଏତେ ବର୍ଷ ହେଲାଣି ପାଳି ପୋଷିକି କରୁଛନ୍ତି, ନା କେହି ଝିଅ ତମକୁ ବର୍ଷକରେ ମାସେ 2 ମାସରେ ପୋଷି ଦେଇଛି, ମରିଗଲେ ସେ ଝିଅର କିଛି ହବନି, ତମେ ବର୍ଷ ଯାକ କାନ୍ଦିବ ଭାଇ। ସେଥିପାଇଁ ଦେଖିକି ସାଙ୍ଗ ଭାଇ ଯଦି ଖରାପ କହିଥିବି ଯଦି ଆଫ୍ କରିଦେବ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ଭୀମ।